ବିଲେଇ ଆପଣଙ୍କୁ କ୍ରସ୍ କରିବା ବା ରାସ୍ତା ପାର କରିବା, ଆପଣ କୁଆଡ଼େ ଗୋଟେ ଯାଉଛନ୍ତି ଆଉ ସେ ସମୟରେ ଦେଖିଲେ କି ବିଲେଇ ଆପଣଙ୍କ ରାସ୍ତା କାଟିକି ଗଲା, ବାଁରୁ ଡାହାଣକୁ ଗଲା, ଡାହାଣରୁ ବାଁକୁ ଗଲା, ଯାହା ବି ହଉ, ଏ ପ୍ରକାର ଯଦି ସଂକେତ ମିଳିଲା, ଏଇଟା ଶୁଭ ସଂକେତ ନା ଅଶୁଭ ସଂକେତ? କାହିଁକିନା ଆମ ମନରେ ବି ଛନକା ପଶିଯାଏ ଯେ ବିଲେଇ ରାସ୍ତା କାଟିକି ଗଲାଣି, ଆଉ ଯିବା ନା ନାହିଁ, ଶୁଭ ହବ ନା ନାହିଁ, ଏଇ ଭଳିଆ ଚିନ୍ତା ନିହାତି ଭାବରେ ଆସେ, ମୋ ମନରେ ବି ଆସେ। ତେଣୁ ଆସନ୍ତୁ ଏ ଉପରେ ହିଁ ଆଲୋଚନା କରିବା ଯେ ବିଲେଇ ଯଦି ରାସ୍ତା କାଟିକି ଗଲା ଆପଣଙ୍କୁ, ତାହେଲେ ଏହା ଶୁଭ ନା ଅଶୁଭ, ଆମକୁ କ'ଣ କରିବା ଦରକାର? ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଏ ସମସ୍ତ ବିଷୟରେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର এই ଭିଡ଼ିଓରେ। ବିଲେଇ ଦେଖନ୍ତୁ, ଆମେ ରହୁଛନ୍ତି, ତେଣୁ ବିଲେଇ ବି ଆମ ଆଖପାଖରେ ରହୁଛି, ଆଉ କେତେ ଜଣଙ୍କ ଘରେ ମଧ୍ୟ ବିଲେଇ ବି ରହିଥାଏ, ଯେତେ ତାକୁ ଘୋଡ଼େଇଲେ ବି ସେ ରହିଥାଏ। ଆଉ କିଛି କିଛି ଲୋକ ଖୁସି ପାଇକି ବିଲେଇକି ବି ରଖନ୍ତି ପୋଷା କରିକି। ଆଉ ଦେଖିବେ ଆପଣ ଯଦି ବିଲେଇ ମାନଙ୍କୁ କିଛି ଖାଇବାକୁ ଦେବେ, ସେ ଭାରି ପୋଷା ହେଇଯିବେ, ମାନେ ଭାରି ଆପଣଙ୍କ ଦେହରେ ଘଷି ହେବେ। ତେଣୁ ଯେହେତୁ ଏମିତି ଆମ ସହିତ ଘଟେ, ତେଣୁ ବିଲେଇ ଯେହେତୁ ଆମ ଆଖପାଖରେ ରହୁଛି, କେତେବେଳେ କୁଆଡ଼େ ଗଲାବେଳେ ବି ସିଏ ଏ ଘରୁ ସେ ଘରକୁ ରାସ୍ତା କ୍ରସ୍ କରୁଥିବ, ସେଟା କିଛି ବଡ଼ ଜିନିଷ ନୁହଁ। କିନ୍ତୁ ଆମର ଲୋକ କଥା ଅଛି, ପ୍ରଚଳନ ଅଛି ଲୋକମାନଙ୍କ ହିସାବରେ, ଯେ ଆପଣ କୁଆଡ଼େ ଯେତେବେଳେ ଯାଉଛନ୍ତି, ଯଦି ବିଲେଇ ଆପଣଙ୍କର ରାସ୍ତା କାଟିଗଲା ତାହେଲେ ଅଶୁଭ ହୁଏ। ଖାସ୍ କରିକି ଯଦି ଆପଣଙ୍କର ବିଲେଇ, ଆପଣ କୁଆଡ଼େ ଯାଉଛନ୍ତି, ବିଲେଇ ଯଦି ଆପଣଙ୍କର ବାଁରୁ ଡାହାଣକୁ ଗଲା, ତାହେଲେ ଏଇଟା ବହୁତ ଖରାପ ବୋଲି ବିବେଚନା କରାଯାଏ। ତେଣୁ ଗୋଟିଏ ଦୃଷ୍ଟିରୁ ମଧ୍ୟ ଏହା ଏକ ପ୍ରକାରର ଠିକ୍। ଏମିତି ସ୍ଥଳେ ଆମେ କ'ଣ କରିବା? ଦେଖନ୍ତୁ, ଯଦି ଆପଣ କୁଆଡ଼େ ଯାଉଛନ୍ତି, ବିଲେଇ ଆପଣଙ୍କର ଡାହାଣରୁ ବାଁକୁ ଯାଉ କିମ୍ବା ବାଁରୁ ଡାହାଣକୁ ଯାଉ, କୁହାଯାଏ ଯେ ବିଲେଇମାନଙ୍କୁ ଆଗରୁ ସୂଚନା ମିଳେ। ଯଦି ଆମ ଉପରେ କିଛି ଗୋଟେ ଅସୁବିଧା ଥିବ, ଅଘଟଣା ଆମର ଘଟିବାର ଥିବ ନା, ବିଲେଇମାନେ ଜାଣିପାରନ୍ତି, ସେଥିପାଇଁ ସେମାନେ ଏଭଳି ସଂକେତ ଦେଇଥାନ୍ତି। ତେଣୁ ଯେତେବେଳେ ବି ଆପଣଙ୍କ ସହିତ ଏଭଳି ଘଟଣା ଘଟିବ, ଆପଣ କ'ଣ କରିବେ? ଧରନ୍ତୁ କାରରେ ଯାଉଛନ୍ତି, ବାଇକ୍ରେ ଯାଉଛନ୍ତି, ଯେମିତି ବି ଯାଆନ୍ତୁ, କାର ଆଉ ବାଇକ୍ରେ ଯଦି ଯାଉଛନ୍ତି, ବେଶୀ ସାବଧାନ ଆମକୁ ହେବାର ଅଛି ନା। ତେଣୁ ଆପଣ କ'ଣ କରିବେ ନା, ଗାଡ଼ି ଷ୍ଟାର୍ଟ କରିବେ, ବନ୍ଦ କରିବେ, ଆଉ ଆପଣଙ୍କର ଇଷ୍ଟ ଦେବତାଙ୍କର ସ୍ମରଣ କରିବେ। ନହେଲେ ଆପଣ ଯଦି ଜଗନ୍ନାଥଙ୍କୁ ଭଲ ପାଆନ୍ତି, ଜଗନ୍ନାଥଙ୍କୁ ଡାକିବେ, ନହେଲେ ଯଦି ମହାଦେବଙ୍କୁ ଭଲ ପାଆନ୍ତି, ମହାଦେବଙ୍କୁ ଡାକିବେ, ନହେଲେ ହନୁମାନଙ୍କୁ ଡାକିବେ, ଏବଂ ତାଙ୍କର 3 ଥର ନାମ ସ୍ମରଣ କରିବେ, ନହେଲେ ରାମ ନାମର ମଧ୍ୟ ସ୍ମରଣ ଆପଣ କରିବେ। 3 ଥର କରିବେ, ଟିକେ ଯଦି ହେବ ପଛକୁ 3 ଥର ପଛକୁ, ବା କିଛି ବାଟ ଟିକେ ପଛକୁ ଯଦି ବି ପଳେଇବେ, ଭଲ ହେବ ଆପଣଙ୍କ ପାଇଁ। ଏଇଟା କରିବା କଥା, ପ୍ରାୟ ଲୋକ ବି ଏଇଭଳିଆ ଆପଣମାନେ କରୁଥିବେ। କିନ୍ତୁ ଠିକ୍ ଏଇଭଳି ଭାବରେ କିଛିଟା ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଏମିତି ମଧ୍ୟ କୁହାଯାଏ ଯେ ଏଭଳି ଘଟଣା ଯଦି ଘଟିଲା, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ମଧ୍ୟ ହୋଇଥାଏ। କାହିଁକିନା ରାହୁ ଆପଣଙ୍କୁ ସୂଚେଇ ବି ଦେଇଥାନ୍ତି ଯେ ଆଗକୁ କିଛିଟା ଖରାପ ହେବାର ହୁଏତ ଅଛି, ତେଣୁ ସାବଧାନର ସହିତ ଯାଅ। ଆଉ ଏମିତି ବି ହୁଏ, ଆମେ ଯେତେବେଳେ ବିଲେଇ ଆମର ରାସ୍ତା କାଟିଯାଏ, ଆମେ ଯେତିକି ବେପରୁଆ ଥାନ୍ତି ଆଉ ନଥାନ୍ତି, ଆଉ ଟିକେ ସଜାଗ ହେଇଯାନ୍ତି ଯେ ଆରେ ବିଲେଇ ରାସ୍ତା କାଟିଲାଣି, ତେଣୁ ଦେଖିକି ଯିବା, ଆରାମରେ ଟିକେ ଚଲେଇବେ। ଏ କଥାର ଆମକୁ ତେଣୁ ମାନିବା ଦରକାର। ତେଣୁ ଯେତେବେଳେ ଏଭଳିଆ ହେବ, ତ ଆମେ ତ ନିହାତି ଭାବରେ ଇଷ୍ଟ ଦେବତାଙ୍କର, ମହାଦେବଙ୍କର, ଜଗନ୍ନାଥଙ୍କର, ହନୁମାନଙ୍କୁ କିମ୍ବା ରାମଚନ୍ଦ୍ରଙ୍କୁ ସ୍ମରଣ କରିବା। ତା ସହିତ ଓಂ ରାହବେ ନମଃ ଏ ମନ୍ତ୍ରର 3 ଥର ଜପ କରିବା, ରାହୁଙ୍କୁ ଟିକେ ଡାକିବା, ଆଉ ଡାକିବା, ତାପରେ ଆମେ ଯିବା। ମୋ ମତରେ ଆପଣ କିଛି ସମୟ ନିହାତି ଭାବରେ ସେଠି ଅଟକିବେ, କିଛି ନହେଲେ ବି ଧରନ୍ତୁ ଟିକେ ଓହ୍ଲେଇକି ଟିକେ ଲେଟ୍ କରିବେ। ହୁଏତ ସେଇ ଯେଉଁ ଲେଟ୍ ପାଇଁ ଆପଣଙ୍କର ମାନେ ଆଉ ଯେଉଁ ଅଘଟଣ ଘଟିବାର ଥିଲା, ହୁଏତ ଘଟିବନି। ମାନେ ପଥର ପଡ଼ିବାର ଥିଲା, ପଥର ପଡ଼ିବ, କିନ୍ତୁ ହୁଏତ ଯେଉଁ ବଡ଼ ଧରଣ କିଛି ଘଟିବାର ଥିଲା ଆପଣଙ୍କ ସହିତ, ସେଟା ଆପଣଙ୍କର ଟଳିଯିବ ନା। ଛୋଟିଆ ଉପାୟଟେ, ଛୋଟିଆ ଜିନିଷଟେ କରିଦେଲେ ଯଦି ଆମର ନିଜର ମଙ୍ଗଳ ହେବ, ତାହେଲେ କରିବାନି କାହିଁକି? ନିହାତି ଭାବରେ କରିବେ। ସେପରି ମନେ ରଖନ୍ତୁ, ବିଲେଇ ସିନା କ୍ରସ୍ କରିଗଲେ ଆପଣ ଯାଇପାରିବେ, କିନ୍ତୁ ମନେ ରଖନ୍ତୁ, ଯଦି ବିଲେଇ କାନ୍ଦୁଥିବ, ଆପଣ କୁଆଡ଼େ ଯାଉଛନ୍ତି, ବିଲେଇ ଯଦି ମାଡ଼ଗୋଳ ହେଉଛନ୍ତି, 2ଟା ବିଲେଇ ଯଦି ମାଡ଼ଗୋଳ ହେଉଛନ୍ତି କିମ୍ବା କାନ୍ଦୁଛି ବିଲେଇ, ତାହେଲେ ଏଇଟା ବହୁତ ଅଶୁଭ ହେବ। ଆଉ ତେଣୁ ସମୟ ଆଉ ପୁରା ଆପଣଙ୍କୁ ସାବଧାନ ହେଇକି, ଯଦି ନିହାତି ଯିବାର ଅଛି, ତାହେଲେ ପୁରା ସାବଧାନ ହେଇକି ଯିବାକୁ ପଡ଼ିବ ଆପଣଙ୍କୁ। ଯଦି ନଗଲେ ହେବ, ତାହେଲେ ଯିବା କ୍ୟାନସେଲ୍ କରନ୍ତୁ। ତେବେ ଏ ଥିଲା ଆପଣଙ୍କୁ ଗୋଟିଏ ଛୋଟିଆ ସୂଚନାଟି। ଯଦି ବିଲେଇ ଆପଣଙ୍କୁ ରାସ୍ତା କାଟେ ବା ବିଲେଇ ଆପଣଙ୍କ କୁଆଡ଼େ ଯାଉଛନ୍ତି ରାସ୍ତା ପାର ହୁଏ, ତାହେଲେ କ'ଣ ଆମକୁ କରିବା ଦରକାର, ଶୁଭ ନା ଅଶୁଭ? ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗୁଥାଏ, ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ମାଧ୍ୟମରେ ଦେଖୁଥିଲେ ଫଲୋ ନିହାତି କରିବେ। ରହିଲି, ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।